ओम नमो भगवते वासुदेवाय। पंचमोऽध्याय। श्रीशुक उवाच। शृण हे कुरु नृपवर, गंगार तीरे से विदुर। से गंगा तीरे उपवन, दृढ़ निश्चल योगाध्यान। अगाध बोध साधे ऋषि, वृक्षर तले सेहु बसी। मैत्रेय नाम ताहांकर, तेजे उदय कि भास्कर। तांक समीपे बेगे जाई, निमिषे मात्र सेहु होई। विदुर उवाच। सुख चिंतने सुख लभे, कह केवल प्रस्तावे। कृष्ण विमुख जेते नर, कर्म स्वभावे ताहांकर। काहीं पाइबे सुख वांछा, कुंठित कर्म गुरु दीक्षा। कृष्णर अनुग्रही जने, भूत भविष्य वर्तमाने। कुशल कर्म आचरन्ति, क्षम कुशले से भुजन्ति। सुसाधु जनकर सार, कहतु साधुंक विचार। जेमते कर्म को आराधि, प्राणी लभन्ति सर्वसिद्धि। से हरि थाई अनुमते, भगत भाव हृदगते। निर्मल चित्ते ज्ञान कहे, जन्म मरण पाप दहे। से हरि नाना अवतारे, संसारे केते कर्म करे। स्वभावे तल्यक ईश्वर, ब्रह्मा शंकरे अगोचर। स्वभावे चेष्टा जार नाही, किंपाई संसार सर्जई। ब्रह्मांड करी नाना मूर्ति, से जीव जेमते जियन्ति। जीवंक मध्ये सुखे सोहे, केवल आत्मा सुख मोहे। जोगेश्वरंक हृददेशे, स्वभावे रहे आसे। बहु प्रकारे प्रकाशई, रवि जे सने शून्य थाई। किबा विहरे जगते, रूप प्रकाशे बहुमते। कर्म करई जगते, गोविंद प्रसन्नर अर्थे। से हरि चरित अमृत, शुणी संतोष नुहि चित। से आदि लोकनाथ हरि, जे अबा तत्व आश्रय करी। लोक आलोक रक्षा पाल, जे अबा भुवन मंडल। नाना प्रकारे भेद करी, प्राणी को कर्म सूत्रे धरी। से नारायण आत्मजोनि, विश्व सर्जई ताहा घेनी। एकथा कह मुनि मोते, संसारु तरिबि केमते। एकथा कह मुनि मोते, संसारु तरिबि जेमते। अपरापर कथा जेते, गोविंदर चरित जेमते।
ବ୍ୟାସଙ୍କ ମୁଖୁ ଅନୁକ୍ଷଣେ ଶୁଣିଛି ତୃଷିତ ଶ୍ରବଣେ ଅଳପ ସୁଖ ଜାଲକ୍ଷଣ ସେ କାହିଁ ହରିବ ମୋ ମନ କୃଷ୍ଣ ଚରିତ ତୀର୍ଥ ପଦ ହରଇ ବିଷୟା ବିଷାଦ ସକଳ ପୁଛେ ମୁନି ଗଣେ ଯାର ଚରିତ ଅନୁକ୍ଷଣେ ଶ୍ରୁତି କରନ୍ତି ଆତ୍ମଭାବେ କେବଳ ଆତ୍ମଜ୍ଞାନ ଲଭେ ଯେ କଥା ପଶି କର୍ଣ୍ଣ ଦ୍ୱାରେ ସୁତୀକ୍ଷଣ ଚକ୍ର ଘେନି କରେ ଯେ କର୍ମ ଗୃହ ବନ୍ଧେ ଥାଇ ତ୍ରିଗୁଣର ଯୁଗଳେ ଦେଇ ଜନ୍ମ ମରଣ ମାର୍ଗେ ଟାଣେ ସେ କର୍ମ ଛିଣ୍ଡେ ତତ୍କ୍ଷଣେ ଏମନ୍ତେ କୃଷ୍ଣ କଥା ଯେତେ କହିଲେ ମତ୍ରେୟ ଗ୍ରତେ ଯାହା ଶୁଣନ୍ତେ କର୍ଣ୍ଣ ପଥେ ମନ ନ ରହେ ଅବା ସୁଖେ ଯାହା ଶୁଣନ୍ତେ ତିନି ଯାହା ଶୁଣନ୍ତେ ନୀତି ନିବିଡ଼ ପଡ଼ଇ ବିରତି ସେ ହରି ଶ୍ରବଣ କନ୍ଥନେ ଯେ ପ୍ରାଣୀ ବଞ୍ଚେ ଅନୁକ୍ଷଣେ ସକଳ ଦୁଃଖ ତାର ହରେ ରବି ଯେ ଶନେ ଅନ୍ଧକାରେ ଯେ ହରି କନ୍ଥନେ ବିମୁଖ ତାର ଜୀବନ ବ୍ୟର୍ଥ ଦେଖ ତାହାର ଅମଙ୍ଗଳ ସ୍ତୁତି କର୍ଣ୍ଣ ସକାଶୁ ନାଶ ଯାନ୍ତି ବିକଳ୍ପ କଳ୍ପ ସୂଚି ଘର ସକଳ କଥା ମଧ୍ୟ ସାର ପୁଷ୍ପର ରସ ମଧ୍ୟ ଜେହ୍ନେ ଉଧରି ମଧୁ କରେ ପାନେ ଏଣୁ ଗୋବିନ୍ଦ କଥା ଯେତେ ଆଗମ ନିଗମ ଉକତେ ଉଧରି କହ ବିପ୍ରମୋତେ ଜୀବର ମୋକ୍ଷ ଆତ୍ମତତ୍ତ୍ୱେ ସୃଷ୍ଟି ପାଳନ ସଂହାରଣେ ସେ ହରି ଆତ୍ମା ମୋକ୍ଷ ଗଣେ ନାନା ପ୍ରକାରେ ଶକ୍ତି ଧରେ ଅଶେଷ ଶରୀରେ ବିହରେ ଆତ୍ମା ପୁରୁଷ କର୍ମ କରେ ଆନନ୍ଦେ ସଂସାରେ ବିହରେ ତାହାର ଗୁଣ କର୍ମ ଯେତେ ଭୋମୁନି କହ ତୋ ଗ୍ରତେ ତାହାର ଗୁଣ କର୍ମ ଯେତେ ଭୋମୁନି କହ ମୋ ଗ୍ରତେ ଏମନ୍ତେ ବିଦୁରର ବାଣୀ ଆନନ୍ଦେ ମୈତ୍ରେୟ ଶୁଣି ଏ ଜୀବ ନିସ୍ତରେ ଯେ ମନ୍ତେ କହନ୍ତି ବିଦୁର ଗ୍ରତେ ମୈତ୍ରେୟ ଉବାଚ ବିଦୁର ସାଧୁ ତୋ ବଚନ ଯେଣେ ତରିବେ ଦୁଃଖୀ ଜନ ଯେ କଥା ହରି ପରାୟଣ ବିସ୍ତାରି ପୁଛୁ ତୁ କାରଣ ବ୍ୟାସର ବୀର୍ଯ୍ୟ ତୁ ସ୍ୱଭାବେ ଜନ୍ମ ଲଭିଲୁ ହରି ଭାବେ ସୁଚିର ଗର୍ଭେ ତୋର ଜାତ ଏଣୁ ତୁ ବ୍ୟାସଙ୍କର ସୁତ ସେ ବିପ୍ର ସାପ ମୋକ୍ଷ ଅର୍ଥେ ହରି ଭଜିଲୁ ଅବିରତେ ସେ ହରି ପ୍ରାଣ ତ୍ୟାଗ କାଳେ ବନେ ପିପଳ ବୃକ୍ଷ ମୂଳେ ତୋହର ଅର୍ଥେ ମୋତେ ଜ୍ଞାନ କହିଲେ ଦେବକୀ ନନ୍ଦନ ସେ ଫଳ ତୋତେ ମୁଁ କହିବି
ଶୁଣନ୍ତା ପ୍ରାଣୀ ନିସ୍ତାରିବି ସେ ହରି ଯୋଗ ମାୟା ବଳେ ଲୀଳା ବିହରେ ଶୟଳେ ବିଶ୍ୱ ସର୍ଜନ କରେ ହରି ଯେ ରୂପେ ଯେ ବା କର୍ମ କରି ସୃଷ୍ଟିର କାଳେ ଭଗବାନ ଆତ୍ମାକୁ ଆତ୍ମା ରୂପେ ଧ୍ୟାନ କରିଣ ଦେଖେ ଏକ କ୍ଷିତି ସେ ପୁଣି ଆତ୍ମଜ୍ଞାନେ ଥାନ୍ତି ବିଶେଷ ଶକ୍ତି ତାର ଦେହେ ରହଇ ଆତ୍ମଜ୍ଞାନ ମୋହେ ସେ ଶକ୍ତି ବଳେ ଜ୍ଞାନ ସ୍ମରି ତକ୍ଷଣେ ମାୟା ରୂପ ଧରି ସତ ସତ ଆତ୍ମା ଯାର ଯେ ଭାବେ ସ୍ଥିତି ଏ ସଂସାର ସେ ମାୟା ବଳେ ବିଧି ରୂପେ ତ୍ରିଗୁଣ ମାୟା ଗୁଣ ସୁଖେ ପୁରୁଷ ରୂପେ ବୀର୍ଯ୍ୟ ଥାଇ ସେ ବୀର୍ଯ୍ୟ ସୁଖେ ପ୍ରକାଶଇ ଅବ୍ୟକ୍ତ ବଳେ କାଳ ବଳ ମହତ ହୃଦୟ ନିଶ୍ଚଳ ସେ ଦିବ୍ୟ ଗୁଣ କାଳ ଅଂଶେ ଅନ୍ଧାର ଯେହ୍ନେ ରବି ଦୃଶ୍ୟେ ଆତ୍ମାର ଆତ୍ମା ଜ୍ଞାନ ବଳେ ଲହରୀ ଯେହ୍ନେ ସିନ୍ଧୁ ଜଳେ ସେ ପୁଣି ଈଶ୍ୱରର ଇଚ୍ଛା ତହୁଁ ପୂଜେ ସୃଷ୍ଟି ଦୀକ୍ଷା ତାର ବିକାରୁ ଅହଙ୍କାର ତକ୍ଷଣେ ହୋଇଲା ବାହାର କାର୍ଯ୍ୟ କାରଣେ ତାର ଦେହେ ଭୂତ ଇନ୍ଦ୍ରିୟ ମନୋମୟେ ବିକାର ରାଜସ ତାମସ ଏ ତିନି ରୂପେ ତା ପ୍ରକାଶ ସେ ପୁଣ ବିଷ୍ଣୁ ମାୟା ବଳେ ଜଳଦ ବୃଷ୍ଟି ଯେହ୍ନେ ଜଳେ ମନୋ ପୂଜିଲା ତକ୍ଷଣେ ଇନ୍ଦ୍ରିୟ ଦେବଙ୍କ କାରଣେ ତେଣୁ ପ୍ରକାଶେ ଇନ୍ଦ୍ରିଗଣ ସେ ଜ୍ଞାନ ପରମ କାରଣ ମନୁ ପୂଜିଲା ଶରୀର ଶବ୍ଦ ସ୍ପରଶ ରୂପ ହର ଏ ଗ୍ରନ୍ଥ ସଂଖ୍ୟା ଗୁଣେ ମିଶି ତକ୍ଷଣେ ଗଗନେ ପ୍ରକାଶି ସେ କାଳ ମାୟା ରୂପ ଅଂଶେ ବିଷ୍ଣୁ ସ୍ୱରୂପ ଦୃଶ୍ୟ ଦୃଶ୍ୟେ ତହିଁ ଶବଦ ଗୁଣ ଥୋଇ ଶୂନ୍ୟ ଶବଦ ପ୍ରକାଶଇ ଯାହାର ତହୁଁ ବେନି ଗୁଣ ଶବଦ ସ୍ୱରୂପ ଲକ୍ଷଣ ସେ ପୁଣ୍ୟ ବଳେ ବିକଶିତ ଜ୍ୟୋତି ତାହାର ତନୁଜାତ ସେ ଜ୍ୟୋତି ରୂପ ମଧ୍ୟେ ଥୋଇ ସର୍ବ ଶରୀର ରସ ପାଇ ବାୟୁ ବିକାରେ ଯେହ୍ନେ ଜଳ ସର୍ବ ଶରୀର ରସ ମୂଳ ଏ ତିନି ଗୁଣ ଜଳେ ଥୋଇ ଭୂମି ଉପୂଜେ ଜଳେ ଥୋଇ ଏମନ୍ତେ ସୂର୍ଯ୍ୟ ପରିବାର ଭୂତ ଇନ୍ଦ୍ରିୟଙ୍କ ଈଶ୍ୱର ତାହାଙ୍କୁ ଲକ୍ଷ୍ୟ ଦେବଗଣ ଭୂତ ଇନ୍ଦ୍ରିୟଙ୍କ କାରଣ ଅଧିଦେବତା ଅଧିକାରେ ପ୍ରାଣୀଙ୍କ ବିଷୟ ଗୋଚରେ ଦେବାଉଚୁ କର ଅଞ୍ଜଳି ଶିରେ ଦେଇ ଭାବେ ବୋଲାନ୍ତି କୃଷ୍ଣ ଚାହିଁ ପୋନାଥ ନମୁ ତୋ ପୟରେ ପ୍ରସନ୍ନ ଜନ ଦୁଃଖ ହରେ ଯାପାଦ ପଦ୍ମେ ଆଶ୍ରା କରି ସଂସାରୁ ତରନ୍ତି ସଂସାରୀ ଯେ ତଥା ତୋର ମାୟା ବଳେ ଅଶେଷ ଜନ୍ତୁ ଏ ଶୟଳେ ସେ ସଂସାରୁ ତରି ଯାନ୍ତି
କେବେ ହେ ଭ୍ରମେ ନ ପଡ଼ନ୍ତି। ଏଣୁ ତୋ ପାଦ ସେବା ଅର୍ଥେ ଆମ୍ଭେ ରହିବୁ ଏ ଜଗତେ। ତୋ ମୁଖ ପଦ୍ମ ଛାୟା ପ୍ରାୟେ ଯେମନ୍ତେ ପକ୍ଷୀଙ୍କ ଆଶ୍ରୟେ। ନିଶ୍ଚିନ୍ତ ପ୍ରାୟ ଘୋର ବନେ ଆଶ୍ରେ କରନ୍ତି ମୁନି ଜନେ। ସେ ମୁନି ମାନଙ୍କ ଚରଣେ ସମ୍ପୂର୍ଣ୍ଣ ଅଧର୍ମ ରକ୍ଷଣେ। ସେ ପାଦ ଥୋଇ ତୀର୍ଥ ଜଳେ ସ୍ୱଭାବେ ପିଅନ୍ତି ନିଶ୍ଚଳେ। ଏ ଯେଣୁ ତୋହର ଚରଣେ ହୃଦେ ଭାବନ୍ତି ଅନୁକ୍ଷଣେ। ଜ୍ଞାନ ବୈରାଗ୍ୟ ମନେ ଚିନ୍ତି ତୋ ପାଦ ହୃଦେ ଆରୋପନ୍ତି। ଭୂନାଥ ଗୃହ ଅନ୍ଧକୂପେ ପ୍ରାଣୀ ପଡ଼ନ୍ତି ଘୋର ଦୁଃଖେ। ମୁହିଁ ମୋହର ବୋଲି ଗ୍ରାସୀ ଦୃଢ଼େ ବାନ୍ଧନ୍ତି ମୋହ ଫାଶୀ। ଦୃଢ଼ ବନ୍ଧନେ ବିଷାଦ ହେଳେ ଖଣ୍ଡଇ ତା ବିପଦ। ଅଶାନ୍ତି ଇନ୍ଦ୍ରିଗଣ ବଳେ ହୃଦୟ ନୟନ ନିଶ୍ଚଳେ। ଆଶାର ପସାର ପଥ ନ ଦେଖନ୍ତି ଯେ କଳ୍ପ ସମ୍ପାଦ ବିଭୂତି। ତୋ କଥା ସୁଧା ରସପାନ ପ୍ରବୋଧ ଭକ୍ତି ବିଦ୍ୟମାନ। ବୈରାଗ୍ୟ ଶାନ୍ତି ସେ ମଣଇ ନିର୍ଭୟେ ବିଷ୍ଣୁ ଏକା ଥାଇ। ଅପରେ ଯେତେ ମୁନି କୂଳେ ଆତ୍ମା ବିଯୋଗ ସ୍ନେହ ମେଳେ। ତୋର ପ୍ରକୃତି ମୁଖୁ ତରି ତୋ ପାଦ କମଳ ଆବରି। ତୋର ସେବାରେ ଶ୍ରମ ତୁଟେ ଅଶେଷ ମାୟା ବନ୍ଧ ଫିଟେ। ଲୋକ ସଜୀବା ଅର୍ଥେ ତୁହି ଆତ୍ମାକୁ ଆପଣେ ଭିଆଇ। ତ୍ରିଗୁଣ ଆତ୍ମା ବଧ ଦେଇ ଆମ୍ଭକୁ ସଜୁ ନାଥ ତୁହି। ଆମ୍ଭେ ବି ମୁକ୍ତ ଭାବେ ଥିଲେ ତୋ ପାଦ ଛାଡ଼ିବୁ କି ଭୋଲେ। ଯେମନ୍ତେ ଯଥା କାଳେ ବଳି ତୋ ପାଦେ ଦେଇ ବନମାଳି। ଶରଣ ରକ୍ଷଣ ତୋ ଚିତେ ତୋ ପାଦେ ସେବୁ ଅବିରତେ। ତୁ କୂଟ ସ୍ଥିତି ଆଦି ହରି ମାୟା ପୁରୁଷ ରୂପ ଧରି। ତୋ ଶକ୍ତି ଗୁଣ କର୍ମ ବଳେ ଆସକ୍ତି ଗର୍ଭେ ଯେ ନିଶ୍ଚଳେ। ଅମୋଘ ବୀର୍ଯ୍ୟ ନାମ ଥୋଇ ସୃଷ୍ଟି ସର୍ଜନା କରୁ ତୁହି। ତୋହର ତହୁଁ ଆମ୍ଭେ ଜାତ ଶାନ୍ତି ପ୍ରମୁଖ ଜଗନ୍ନାଥ। ତୋ ଆଜ୍ଞା ଶିରେ ଘେନି ଭାବେ କହ କି କରିବୁଟି ଏବେ। ଆମ୍ଭକୁ ଦିବ୍ୟ ଚକ୍ଷୁ ଦେଇ ତୋର ବ୍ୟାପାରେ ରଖ ନେଇ। ଏମନ୍ତ ଦେବଙ୍କ ବଚନ ଶୁଣି ସନ୍ତୋଷ ଭଗବାନ। ସେ ହରି ଚରଣେ ବିଶ୍ୱାସ ଭଣଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ମୈତ୍ରେୟ ସମ୍ବାଦେ ଏକାନ୍ତ ଭାବନା ନାମ ପଞ୍ଚମ ଅଧ୍ୟାୟ। ଓଁ ନମୋ ଭଗବତେ ବାସୁଦେବାୟ।